ଆବଶ୍ୟକ ନୁହେଁ କି? କହିଲେ ନନା ତମେ ତ ଆମ ଗାଁର ପୂଜକ, ପ୍ରତ୍ୟେକ ଦିନ ସୋମବାର ହେଲେ ଆମ ନନା ପ୍ରାୟତଃ 1500-2000 ଟଙ୍କା ରୋଜଗାର କରନ୍ତି। ଶିବ ମନ୍ଦିରର ପୂଜକ, ତମ ପାଖରେ ଅନେକ ପଇସା ଅଛି, ତମ ସ୍ତ୍ରୀ ଗର୍ଭବତୀ ହେଲେ ତମେ ବାରିପଦା ଛାଡି ତମେ ଦିଲ୍ଲୀକୁ ମଧ୍ୟ ନେଇପାରିବ। କିନ୍ତୁ ସେ କଥା ଆଡକୁ ଯାନା ର ଏମା ମୋ ପାଖରେ ପଇସା ନା, ମୁଁ ଗୋଟେ ପାଲା ଗାଇବା ପିଲା। ଯଦି ମୋ ସ୍ତ୍ରୀ ଗର୍ଭବତୀ ହେଲା, ମୋ ପାଖରେ ତ ପଇସା ନାହିଁ, ମନ କହୁଛି ମୋ ସ୍ତ୍ରୀର ଗର୍ଭରେ କଣ ପିଲାଟିଏ ଅଛି ବୋଲି, ମୋ ମନ ଖାଲି ଘାଣ୍ଟି ହଉଛି, ମୁଁ ଜାଣିବି କେମିତି? ତେବେ ଆଜ୍ଞା ଦେଖନ୍ତୁ, ପଇସା ଖର୍ଚ୍ଚ କଲେ ଆମେ ଜାଣିପାରିବା, ଅଲ୍ଟ୍ରାସାଉଣ୍ଡ କଲେ ଜାଣିପାରିବା, ବିନା ପଇସାରେ କେମିତି ଜାଣିବା? ପୁରାଣ ପୃଷ୍ଠାକୁ ମା ଲେଉଟାଇଲେ ବିନା ପଇସାରେ ଆମେ ଜାଣିପାରିବା ସେ ନାରୀର ଗର୍ଭରେ ପୁଅ ଅଛି ନା ଝିଅ ଅଛି। ସମସ୍ତେ ଆପଣ ମାନେ ଧୀର ସ୍ଥିର ଭାବରେ ବସନ୍ତୁ, ମୁଁ ଗୋଟେ ପଦ ଗାଇବି, ୟା ଭିତରେ ସେ ମୀମାଂସା ଆସିବ, ସମସ୍ତେ ଶୁଣିବେ ଜାଣିବେ। ତେବେ କାବ୍ୟ ହେଲା ଚନ୍ଦ୍ରକଳା, ଆଜ୍ଞା କାବ୍ୟ ହେଲା ଚନ୍ଦ୍ରକଳା, କବି ହେଲେ କବି ସୂର୍ଯ୍ୟ ବଳଦେବ ରଥ। ପଡିବ ସାର୍ ପଦ ବାହାଦୁର ସାର୍ ଆମର ରେଡି ବାବୁରେ। ତେବେ ଜାଣିବା କିପରି? କେମିତି? ଅଣାଇ ବଲ୍ମୀକ ପକାଇ ଉଦକରେ ପକାଇ ଆଉ ତାର ଆଘାରେ तुम भी सुनो पिता लागी बारू सुधारे आउ हेबो बोली रामा भास हरि खेल आउ रहिला जानी दौड़ी आउ रहिला जानी विचार बाबा जन्म होई जे मारे जन्म आउ अवश्य बंदिब ये होई खेल रे खेल रे आउ रहिला जानी दौड़ी बड़ भाई आउ ना आज एतिकी परिश्रम कर, आसंता राति को पुणी पाला अच्छे। ए माँ समस्ते शुण सुंदर कथा, माँ गोटे बोली पैसा खर्च हेब ना, आम जापर समस्ते। कवि कहले अणाई बल्मीक नना बल्मीक बोलते उई माटी आज्ञा टिकिए उई माटी नहीं आसबे गंडगोल करना। ए मा समस्ते शुण पकाई उदक उई माटी टे नहीं आसला पर उदक बोलते जल टिकिए जल ता उपरे पकाई देबे, जल टे पकाई देले गर्भवती नारी को टिके आघ्राण बा सुंगाई देबे, पचारे केमिति गंध आसुची, भल सुगंध ना दुर्गंध? जदि सुगंध आसिला तेबे जानिबे से नारी गर्भरे गोटे पुओ अछि, जदि दुर्गंध आसिला तेबे जानिबे से नारी गर्भरे गोटे झियो पिला रहिछि। मो सेया कली आज्ञा कोन कलो गांडुए आनिली उई माटी तुमको कौन एत माटी आने मु कहली टिके ओई माटी नहीं आसीबो तापरे पानी ढाली दली हां कहली सुंगु हां से सुंगला पर कहूची तमे कोन आनी की मत दउछ मु कहले उई माटी दउची। अच्छा ये कोन गोबर गंथैला नन्ना तुम माटी टी कोठी आनिलो? मु गोबर खात भितर आनली। ए मा खत गदा पाखरे जदी उई माटी थिबो निश्चित गंध होबे न? आ सेरा कहले उई माटी र से कथा को काटी दियंतु छाड़ी दियंतु से कथा
ଆଉ କଣ କରିବ ପୁଣି ତୋଳ ପଦରେ କହିଲେ କବି କଣ କହିଲେ ତୁମ୍ବି ଶୂନ ପିତା ତୁମ୍ବି ବୋଲନ୍ତେ ଆଜ୍ଞା ଲାଉ ଗୋଟେ ଲାଉ ଫୁଲ ନେଇ ଆସିବେ ଲାଉ ଫୁଲଟି ନେଇ ଆସି ହାତରେ ତାକୁ ମୋକଚି ଦେବେ ମୋକଚି ଦେଇ ଗର୍ଭବତୀ ନାରୀର ପାଟିରେ ପକାଇ ଦେବେ ଗଣ୍ଡଗୋଳ କରନା ଏମା ଲାଉ ଫୁଲଟି ପାଟିରେ ପକାଇବେ ପଚାରିବେ ଲାଉ ଫୁଲଟା କେମିତି ଲାଗୁଛି ପିତା ଲାଗୁଛି ନା ମିଠା ଲାଗୁଛି ମିଠା ଲାଗିଲେ ଜାଣିବେ ପୁଅଟିଏ ଅଛି ପିତା ଲାଗିଲେ ଜାଣିବେ ଝିଅଟିଏ ଅଛି ଆଜ୍ଞା ସେଇ କଥା ଆରେ ମୁଁ ଯେତିକି କହିଲି ତମେ ସେତିକି ଇଏ କର ଲାଉ ଫୁଲ ଆଜ୍ଞା ମୁଁ ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠ ମାସରେ ଯାଇ ଖୋଜିଲି କୋଉଠି ଲାଉ ଗଛ ଅଛି ଲାଉ ଫୁଲ ନାହିଁ ସେ ଲାଉ ଫୁଲ ପାଇବା ଆଶାରେ ଏମିତି କେତେ ମାରି ଡେଇ ପଳେଇଛି ମିଳିଲାନି ଉପାୟ ନାହିଁ କଣ କଲ ଆଉ କିଛି ଉପାୟ ନାହିଁ ଏମା ସବୁ ସମୟରେ ଲାଉ ମିଳେ ନା ନାଇଁ ଲାଉ ଗଛ ସବୁ ସମୟରେ ହୁଏ କି ହୁଏ ନାହିଁ ଯୋଉ ସମୟରେ ଲାଉ ଗଛ ଲାଉ ଚାଷ କରାଯାଏ ନାହିଁ ଯଦି ସେଇ ସମୟରେ ନାରୀ ଗର୍ଭବତୀ ହେଲା ତେବେ ଆମେ ଜାଣିବା କିପରି ଛାଡ଼ି ଦିଅନ୍ତୁ ଏ କଥା ତେବେ ମନେ ରଖିଥିବେ ଲାଉ ଫୁଲକୁ ଟିକେ ପାଟିରେ ପକାଇବେ ଯଦି ଲାଉ ଫୁଲ ନ ମିଳିଲା ଆଉ ଜଣେ କବି ପୁଣି କହିଲେ ଆପଣଙ୍କ ଭଳିଆ ଜଣେ ନାରୀ କବି ଜଣକ କେତେ ସୁନ୍ଦର ଭାବରେ ଲେଖିଦେଇଛନ୍ତି ଆଜିକାଲିର ମା ମାନେ ସମସ୍ତେ ଶିକ୍ଷିତା ଗୋଟାଏ ଗଣନ ସଂଖ୍ୟା ଟିକେ ହିସାବ କଲେ ପ୍ରାଞ୍ଜଳ ଭାବରେ ସମସ୍ତେ ଜାଣିପାରିବେ କହିଲେ ନନା ଆପଣଙ୍କର କବି ହେଲେ ଖନା ବଚନରୁ ଆଜ୍ଞା ଆସିଲା କିରେ ବାଣର ପୃଷ୍ଠେ ଦେଇ ବାଣ ଏମା ବାଣର ପୃଷ୍ଠେ ଦେଇ ବାଣ ଇଏ ପେଟର ପିଲାକୁ ଗଣି ଆଣ ଇଏ ନାମ ମାସକୁ କରି ଏକ ଆଠରେ ହରି ଫଳ ଦେଖ ମା ଗୋଟେ ସୁନ୍ଦର ଗଣନ ସଂଖ୍ୟା ଇଏ ନନା ସମୟ ଅନେକ ଅତିବାହିତ ହେଲାଣି ଆଉ ବିଶେଷ ଗଣ୍ଡଗୋଳ କରିବା ନା କହିଲେ ବାଣ ଅର୍ଥ ମା 5 ସମସ୍ତେ ମନେ ରଖ 5ର ଡାହାଣ ପଟରେ ଆଉ ଗୋଟେ 5 ଲେଖିଦେଲେ ସଂଖ୍ୟାଟି ହେଲା କେତେ ଭଉଣୀ 55 ହେଲା କି ନାହିଁ ଆଚ୍ଛା ଅପଦାର୍ଥ ମୁଁ ସେଇଆ କଣ କହିଲି ଆପଣ କହିଲେ ମୁଁ କହିଲି ପେଟର ପିଲାକୁ ଗଣି ଆଣ ମୁଁ କହୁନି ଆଜ୍ଞା ଆପଣଙ୍କର କବି କହୁଛନ୍ତି ଖନା କହିଲେ ଅର୍ଥ କେତେ ନମ୍ବର ଗର୍ଭ ଯଦି ଆଜ୍ଞା ପ୍ରଥମ ଗର୍ଭ ହୋଇଥିବ ତେବେ 1 ଲେଖିବେ ଦ୍ୱିତୀୟ ଗର୍ଭ ହୋଇଥିଲେ 2 ତୃତୀୟ ଗର୍ଭ ହୋଇଥିଲେ 3 ଲେଖିବେ କହିଲେ ନାମ ଇଏ ନାରୀର କେତେ ଅକ୍ଷର ନାଁଟି କେତେ ଅକ୍ଷର ଏମା ଗର୍ଭବତୀ ହୋଇଥିବା ସେ ନାରୀ ଜଣଙ୍କର ନାଁଟି କେତେ ଅକ୍ଷର ବିଶିଷ୍ଟ ସଂଯୋଗ କରିବେ କହିଲେ ମାସ ତାର ଗର୍ଭ କେତେ ମାସ ସମସ୍ତଙ୍କୁ ଏକତ୍ରିତ କରିଦେଲେ ବା ସମସ୍ତ ସଂଖ୍ୟାକୁ ମିଶାଣ କରିଦେବେ ମିଶାଣ କଲା ପରେ କେତେ ମିଶାଣ ଫଳ ବାହାରିଲା ଦେଖିବେ ମିଶାଣ ଫଳକୁ କରିବେ କଣ ନା 8ରେ ହରଣ କରିଦେବେ ଜଗି ବସିବେ ସେ ହରଣରେ ଭାଗ ଶେଷ କେତେ ରହିଲା ସେଇଠି ଆସିବ ଆଜ୍ଞା ଆପଣଙ୍କର ପ୍ରମାଣ ଭାଗ ଶେଷ କେତେ ରହିଲା କବି କହିଲେ 1 3 ଥିଲେ ବାଣ ଏମା 1 3 ଥିଲେ ବାଣ ତେବେ ନାରୀର ପୁତ୍ର ଜାଣ ଯଦି ଭାଗ ଶେଷ 1 ରହିଗଲା ଯଦି 3 ରହିଗଲା ଯଦି 5 ରହିଗଲା ତେବେ ଜାଣିବେ ସେ ନାରୀର ଗର୍ଭରେ ଗୋଟେ ତେଜସ୍କ୍ରିୟ ପୁତ୍ର ଖେଳୁଛି ନିଶ୍ଚିତ ଆଉ କଣ ଏ 2 4 6 ଥିଲେ ଏମା 2 4 6 ଥିଲେ କନ୍ୟା ଜନ୍ମ ହୁଏ ଭଲେ ଯଦି ଭାଗ ଶେଷ 2 ରହିଲା ଯଦି ମା 4 ରହିଲା ଯଦି ଦେଖିଲେ ମା 6 ରହିଲା ତେବେ ଜାଣିବେ ସେ ନାରୀର ଗର୍ଭରେ ଯୋଡ଼ିକିଆ ସଂଖ୍ୟାଟି ରହିଛି ମାନେ ଗୋଟେ ଝିଅ ପିଲା ରହିଛି ପୁଣି ମତେ ଅସୁବିଧାରେ ପକାଇଲେ ଏମା ହରଣ କଲେ ଏମିତି ଗୋଟେ ସଂଖ୍ୟା ଅଛି କଟିଯାଏ 0 ରୁହେ ତେବେ ସେଇ କବି ଆଜ୍ଞା ପ୍ରମାଣ କରିଦେଲେ ତୋଳ ପଦରେ ଯଦି ରହିବ 0 7 ତେବେ ନାରୀର
आज्ञा से खना पुणी कहीदेले जदि हरण कला हरणटी आज्ञा कटिगला शून रहिला जदि भाग शेष 7 रहिला तेबे जानिबे से नारीर गर्भटी मां नष्ट हो जाई पारे हे ये नारी कोन उठिलेनी नारी जने उठिलेनी आज्ञा भाई अनुरोध थिला प्रथम भाई माने मोर के अनुरोध करूछंती टिके मनोरंजन पय आपण माने मते सुजोग देबे की आपण